नमस्ते ମୁଁ ଆପଣଙ୍କ ଅଜୟ ଶ୍ରୀମଦ୍ ଭାଗବତ ଗୀତା କାଲି 43-44 ନମ୍ବର ଶ୍ଲୋକଟିଏ କହିଥିଲି। ଆଜି 45-46-47 ନମ୍ବର ଶ୍ଲୋକଟିଏ କହୁଛି। ଏହା ହେଲା 45 ନମ୍ବର ଶ୍ଲୋକଟିଏ। ଅହି ବର୍ତ୍ତମ ମହାପାପ୍ୟମ କତ୍ୱା ପ୍ରଭସ୍ତିତା ବୟମ୍ ଯଧା ରାଜସୁଖାଲୋଭନମ୍ ଅନ୍ତୋ ସ୍ୱଜନାମୁଦ୍ଧତା। ଏହାର ଅର୍ଥ ହେଲା, ଆହେ କି ଦୁଃଖର କଥା, ଆମେମାନେ ବୁଦ୍ଧିମାନ ହେଇ ମଧ୍ୟ ମହାପାପ କରିବାକୁ ପ୍ରସ୍ତୁତ ହେଇଯାଉଛୁ। ରାଜ୍ୟ ଓ ସୁଖ ପ୍ରାପ୍ତି ଲାଭରେ ଆମେ ନିଜର ଆତ୍ମୀୟ ସ୍ୱଜନ ମାନଙ୍କୁ ମାରିଦେବା ପାଇଁ ଉଦ୍ୟତ ହେଇଯାଇଛୁ। ତାପରେ ଶ୍ଲୋକ ହେଲା 46 ନମ୍ବର। ଯଦି ମାମ୍ୟଂ ପ୍ରତି କାରମ୍ୟ ଅସ୍ତ୍ର ପ୍ରାଣାୟ ଧୃତରାଷ୍ଟ୍ର ରଣେ ଅନୁସ୍ତୁମି କ୍ଷମତର ବ୍ୟତୀତ। ଆର ଅର୍ଥ ହେଲା, ଯଦି ମୋପରି ନିଶାସ୍ତ୍ର ଓ ପ୍ରତିକାର ରହିତ ଲୋକକୁ ଧୃତରାଷ୍ଟ୍ରଙ୍କ ଅସ୍ତ୍ରଧାରୀ ପୁତ୍ରମାନେ ଯୁଦ୍ଧରେ ମାରି ଦିଅନ୍ତି, ତେବେ ବି ତାହା ମୋ ପକ୍ଷରେ ଅଧିକ ମଙ୍ଗଳକର ହେବ। ତାପରେ ଶ୍ଲୋକ ହେଲା 47 ନମ୍ବର। ସଞ୍ଜୟ ଉବାଚ ଏବମୁକ୍ତ୍ବା ଅର୍ଜୁନ ସୁଖେ ସଖେ ରଥଃ ପୃଚ୍ଛ୍ୟା ଉପବିଶ୍ୟତ ବିଶ୍ୱଜ ସଂସାର ଚାପ ଶୋକସ୍ୟ ବିଘ୍ନମାନସାମ୍। ସଞ୍ଜୟ କହିଲେ, ରଣଭୂମିରେ ଶୋକରେ ଉଦ୍ବିଗ୍ନମାନ ଅର୍ଜୁନ ଏପରି କହି ବାଣ ସହିତ ଧନୁ ତ୍ୟାଗ କରିଦେଇ ରଥର ପଛପଟେ ବସି ପଡ଼ିଲେ। ଅର୍ଜୁନ ବିଷାଦ ଯୋଗେ ନାମ ପ୍ରଥମ ଅଧ୍ୟାୟ। ଏହା ହେଲା ପ୍ରଥମ ଅଧ୍ୟାୟର ଲାଷ୍ଟ। ପୁଣି ଆଉ ଦ୍ୱିତୀୟ ଅଧ୍ୟାୟ